ଗୋଟିଏ ଜଙ୍ଗଲରେ ଗୋଲୁ ଆଉ ମୋଲୁ ନିଜ ବାପା ମାମାଙ୍କ ସହିତ ରହୁଥିଲେ। ଏମିତି ଗୋଟାଏ ଦିନ ଗୋଲୁ ମୋଲୁଙ୍କ ବାପା ମାମା ଦୂର ଜଙ୍ଗଲକୁ କୌଣସି କାମରେ ଯାଇଥିଲେ। ଜଙ୍ଗଲରୁ ସେଦିନ କିଛି କାଠ ଆଣିବା ପାଇଁ ଗୋଲୁ ମୋଲୁ ଜଙ୍ଗଲ ଭିତରକୁ ଚାଲିଲେ। ହଠାତ୍ ଗୋଲୁ ମୋଲୁ ନିଜ ଆଖି ସାମ୍ନାରେ ଏକ ବିରଳ ଘଟଣା ଦେଖିବାକୁ ପାଇଲେ। ଗୋଟିଏ ସୁନ୍ଦର ଚଢ଼େଇକୁ ଜଙ୍ଗଲୀ କୁକୁରଟାଏ ଆକ୍ରମଣ କରି ମାରିବାକୁ ଚାହୁଁଥିଲା। ବିଳମ୍ବ ନ କରି ଗୋଲୁ ମୋଲୁ ଜଙ୍ଗଲୀ କୁକୁର ଉପରେ ଝପଟି ପଡ଼ିଲେ। ଏପରି ହଠାତ୍ ଆକ୍ରମଣରେ ଜଙ୍ଗଲୀ କୁକୁରଟି ଡରିଗଲା ଏବଂ ସୁନ୍ଦର ଚଢ଼େଇଟିକୁ ଆକ୍ରମଣ ନ କରି ଜୀବନ ନେଇ ଜଙ୍ଗଲ ଭିତରେ ହଜିଗଲା। ପଣୁଆ କୁକୁରଟି ଚାଲିଯିବା ପରେ ଗୋଲୁ ସୁନ୍ଦର ଚଢ଼େଇଟିକୁ ପଚାରିଲା, କିଏ ତୁମେ? ଏ ଜଙ୍ଗଲରେ ତ ଆମେ ତୁମକୁ ଆଗରୁ କେବେ ଦେଖିନଥିଲୁ। ତୁମେ ଏଠାକୁ କ'ଣ ପାଇଁ ଆସିଛ ସୁନ୍ଦର ଚଢ଼େଇ? ସଙ୍ଗେ ସଙ୍ଗେ ସୁନ୍ଦର ଚଢ଼େଇଟି ଗୋଟିଏ ପରୀର ରୂପରେ ରୂପାନ୍ତରିତ ହେଲା। ମୁଁ ହେଉଛି ଲାଲ ପରୀ। ପରୀ ରାଇଜରୁ ଏ ଜଙ୍ଗଲକୁ ଜଙ୍ଗଲର ସୁନ୍ଦର ରୂପ ଦେଖିବାକୁ ଆସିଥିଲି। ମୁଁ ଗୋଟିଏ ସୁନ୍ଦର ଚଢ଼େଇର ରୂପ ନେଇ ଜଙ୍ଗଲ ଭିତରେ ଉଡ଼ି ବୁଲୁଥିଲି। ହଠାତ୍ ଏ ଜଙ୍ଗଲୀ କୁକୁରଟା ମୋତେ ଆକ୍ରମଣ କରି ବସିଲା। ତୁମ ଦୁହେଁଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତୁମେ ମୋତେ ନୂଆ ଜୀବନ ଦେଲ। ଏଥର ମୁଁ ମୋ ରାଇଜକୁ ଯାଉଛି। ତୁମ ଉପକାର ମୁଁ ଦିନେ ନିଶ୍ଚୟ ଶୁଝିବି। ତୁମ ଉପରେ ଯଦି କିଛି ବିପଦ ପଡ଼େ ବା ତୁମର ଯଦି କେବେ ଆବଶ୍ୟକ ପଡ଼େ ତୁମେ ମୋତେ ସ୍ମରଣ କରିବ। ମୁଁ ସଙ୍ଗେ ସଙ୍ଗେ ଆସି ତୁମ ପାଖରେ ପହଞ୍ଚିଯିବି। ଏତିକ କହି ପରୀଟି ନିଜ ବାଟରେ ଉଡ଼ିଗଲା। ଏମିତି କିଛି ଦିନ ବିତିଗଲା। ଆଉ ଗୋଟିଏ ଦିନ ଗୋଲୁ ମୋଲୁ ଜଙ୍ଗଲରେ ବୁଲୁଥାନ୍ତି। ହଠାତ୍ ଗୋଟାଏ ଭୟଙ୍କର ଜୀବଟାଏ ତାଙ୍କ ଆଡ଼କୁ ମାଡ଼ି ଆସିଲା। ଭୟଙ୍କର ଜୀବକୁ ଦେଖି ଗୋଲୁ ମୋଲୁ ଭୟଭୀତ ହୋଇଗଲେ। ଗୋଲୁ ମୋଲୁ ଭାବିଲେ, ଆଜି ସେମାନଙ୍କର ଜୀବନ ଗଲା। ତଥାପି ସାହସ ନ ହାରି ସେ ଦୁହେଁ ମନେ ମନେ ଉପାୟ ଖୋଜିବାକୁ ଲାଗିଲେ। ଠିକ୍ ଏହି ସମୟରେ ମୋଲୁର ମନକୁ ପରୀର କଥା ମନେ ପଡ଼ିଗଲା। ବିଳମ୍ବ ନ କରି ସେ ଏଥର ପରୀକୁ ସ୍ମରଣ କରିବାକୁ ଲାଗିଲା। ସଙ୍ଗେ ସଙ୍ଗେ ଲାଲ ପରୀ ସେଠାରେ ଆବିର୍ଭାବ ହେଲେ ଏବଂ ନିଜର ଯାଦୁ ପ୍ରୟୋଗ କରି ସେ ଭୟଙ୍କର ଜୀବକୁ ସେଇଠାରେ ନିଧନ କଲେ। ପରୀଟି ଏହିପରି ଭାବରେ ଗୋଲୁ ମୋଲୁଙ୍କ ଋଣ ଶୁଝିଦେଲା। ସେହିଦିନରୁ ଗୋଲୁ ମୋଲୁ ଓ ଲାଲ ପରୀ ଭଲ ସାଙ୍ଗ ହୋଇଗଲେ।